ଆଦର୍ଶ ମୁହଁ ଲୁଚେଇ ତଳକୁ ଆସୁଥିବେ ଆଉ ଗୌରବକୁ କହିବେ, ଭାଇ ତମେ ଆସ, ଆଜି ମୋ ସହିତ ବ୍ରେକଫାଷ୍ଟ କରିବ। ତମ ସହିତ ମୋର ବହୁତ ଗୁଡ଼ିଏ କଥା ଅଛି, ଆସ ମୋ ସହିତ। ତାପରେ ମାୟା କହିବେ, ରହ ଆଦର୍ଶ, ଏସବୁ କ'ଣ? ତୁ ମୋତେ ମୁହଁ ଲୁଚେଇବା ପାଇଁ ତୋ ମୁହଁ ସାମ୍ନାରେ ଅଫିସ ଫାଇଲକୁ ଢାଙ୍କି ରଖିଛୁ ନା? ତାପରେ ଆଦର୍ଶ କହିବେ, ମା ବାର ବାର ଏକଥା କହି ଲାଭ କ'ଣ? ତମେ ଭଲ ଭାବେ ଜାଣିଛ ଏସବୁ ମୁଁ କାହିଁକି କରୁଛି। ଆସ ଭାଇ, ଏମିତି କହି 2 ଜଣ ଚାଲି ଯାଉଥିବେ। ତାପରେ ମାୟା ଆନନ୍ଦକୁ କହିବେ, ଦେଖୁଛ ତ ଆନନ୍ଦ, ସେ ମୋ ସାଙ୍ଗରେ କେମିତି କଥାବାର୍ତ୍ତା କରୁଛି। ମୁଁ ବୁଝିପାରୁନି ତମେ ତାକୁ କିଛି କହୁନ କାହିଁକି। ତାପରେ ଆନନ୍ଦ କହିବେ, ମାୟା ତମେ ମୋ ପାଖରୁ କ'ଣ ଆଶା କରୁଛ? ଆଦର୍ଶକୁ କ'ଣ କହିବା ଉଚିତ ସେ କଥା ଭାବୁଛ। ଏସବୁ ଯାହା ବି କିଛି ହଉଛି ସେସବୁ ଆରମ୍ଭ କରୁଛ ତମେ ମାୟା। ତେଣୁ ଫଳ ଯାହା ବି ହେବ ତମକୁ ହିଁ ସାମ୍ନା କରିବାକୁ ପଡ଼ିବ। ତାପରେ ଆଦର୍ଶ କହିବେ ପଲ୍ଲବୀକୁ, ପଲ୍ଲବୀ ବାହାରକୁ ଆସ। ମୁଁ କହିଲି ନା ବାହାରକୁ ଆସ। ତାପରେ ପଲ୍ଲବୀ ଆସିବେ। ପୁଣି ଆଦର୍ଶ କହିବେ, ମୁଣ୍ଡରେ ଓଢ଼ଣି ଦେବା କିଛି ବି ଦରକାର ନାହିଁ। ତାପରେ ପଲ୍ଲବୀ କହିବେ, କ'ଣ ହେଲା? ତାପରେ ଆଦର୍ଶ କହିବେ, ଆଚ୍ଛା ଭାଇ, ଏଇ ଟିକେ ଆଗରୁ ତମେ ଆଉ ବାପା କ'ଣ କହୁଥିଲ? ପଲ୍ଲବୀ ଜଣେ ଷ୍ଟାର ଲେଡି ସିଙ୍ଗମ, ସେ ଆମ ଖାନଦାନର ନାଁ ଉଜ୍ଜ୍ୱଳ କରୁଛନ୍ତି, ରାଇଟ୍? ତ ପୁଣି ଯିଏ ନିଜ ଖାନଦାନର ନାଁ ଉଜ୍ଜ୍ୱଳ କରେ ସେ ଏମିତି ମୁହଁ ଲୁଚେଇବା ଉଚିତ ନୁହେଁ, ବରଂ ଗର୍ବରେ ମୁହଁ ଟେକି ଚାଲିବା ଉଚିତ। ତ ଆଜି ସମସ୍ତଙ୍କ ସାମ୍ନାରେ ମୁଁ ଗୋଟେ କଥା ଡିକ୍ଲାର କରୁଛି, ଆଜିଠୁ ଏ ଘରେ ପଲ୍ଲବୀ ମୁହଁ ଲୁଚେଇ ରହିବନି। ଏମିତି କହି ଆଦର୍ଶ ପଲ୍ଲବୀର ଓଢ଼ଣୀକୁ ଅଲଗାଇ ଦେବେ। ତାପରେ ପଲ୍ଲବୀ କହିବେ, ଆଦର୍ଶ ପ୍ଲିଜ, ମୁଁ ତୁମକୁ ରିକ୍ୱେଷ୍ଟ କରୁଛି, ତମେ ଏସବୁ କରନି। ତାପରେ ଆଦର୍ଶ କହିବେ, ତମେ ମୁହଁ ଲୁଚେଇବା ଦରକାର ନାହିଁ, ବରଂ ତମ ମୁହଁ ଦେଖିଲେ ଯାହାକୁ ସମସ୍ୟା ହେଉଛି ନା ସେ ତମ ସାମ୍ନାକୁ ନ ଆସନ୍ତୁ। ବାଜେ ରୁଲ୍ସ ମୁର୍ଦାବାଦ, ଲେଡି ସିଂଘମ ପଲ୍ଲବୀ ମହାପାତ୍ର ଜିନ୍ଦାବାଦ। ତାପରେ ମାୟା ଆସି କହିବେ, ତୁ ମୋ ସହିତ କାହିଁକି ଏମିତି କରୁଛୁ ଆଦର୍ଶ? କାହିଁକି ମୋ ମମତାର ଏତେ ପରୀକ୍ଷା ନେଉଛୁ? ଆଚ୍ଛା, ତାମାନେ ତୋତେ ଏଣିକି ମୋ ମୁହଁ ବି ଦେଖିବାର ନାହିଁ? ମୋ ସହିତ ଏମିତି କରନି ଆଦର୍ଶ, ମୁଁ ତୋତେ ହାତ ଯୋଡୁଛି, ପ୍ଲିଜ ମୋ ସହିତ ଏମିତି କରନି, ମରିଯିବି ମୁଁ। ତାପରେ ଆଦର୍ଶ କହିବେ, ମୁଁ ବି ତମ ପୁଅ ମା, ଯଦି ତମ ପାଇଁ ତମ ଜିଦ୍ ବଡ଼, ଯଦି ତମେ ଦେଇଥିବା ସଜା ତମେ ଉଠେଇ ପାରିବନି, ତାହେଲେ ମୁଁ ବି ମୋ ଜିଦକୁ ପଛକୁ ହଟିବିନି। ମୋ ପାଇଁ ମୋ କଥା ବଡ଼ ମା। ତାପରେ ମାୟା ଆନନ୍ଦକୁ କହିବେ, ଦେଖିଲ ତ ଆନନ୍ଦ, ଦେଖିଲ ତ ଆଦର୍ଶ ମୋତେ କ'ଣ କହିଲା, ସେ ମୋ ସାଙ୍ଗରେ କେମିତି ବିହେଭ କରୁଛି, ନିଜେ ଶୁଣିଲ ନା? କୁହ ତାକୁ କିଛି, ତାକୁ କହୁନ କାହିଁକି, କୁହ ଆନନ୍ଦ। ତାପରେ ଆନନ୍ଦ କହିବେ, ମାୟା ତମେ ଓଭର ରିଆକ୍ଟ କରୁଛ। ଆରେ ତମକୁ ଯାହା ଠିକ ଲାଗିଲା ତମେ ସେଇଆ କଲ, ଏବେ ତାକୁ ଯାହା ଠିକ ଲାଗୁଛି ସେ ସେଇଆ କରୁଛି। ମୁଁ କିଏ ମାୟା, ମୋ କଥାକୁ କିଏ ପଚାରେ? ତାପରେ ମାୟା କହିବେ, ତାମାନେ ତମେ ବି ତା ସାଇଡ ନେଇକି କଥା କହୁଛ? ତାପରେ ମାୟା ରୁବି ପାଖକୁ ଯାଇ କହିବେ, ଦିଦି ଦେଖୁଛୁ ନା ଏମାନଙ୍କୁ, ଏ ବାପା ପୁଅ 2 ଜଣଙ୍କୁ ତୁ ଟିକେ ବୁଝା, ପ୍ଲିଜ ଦିଦି ଏମାନଙ୍କୁ ତୁ ଟିକେ ବୁଝା। ତାପରେ ରୁବି କହିବେ, ମୁଁ କ'ଣ କହିବି? ମୁଁ ଯଦି ତତେ କିଛି କହିବି ତାହେଲେ ତୁ ମୋତେ ସାଙ୍ଗେ ସାଙ୍ଗେ ଘରୁ ବାହାର କରିଦେବୁ। ତାପରେ ମାୟା ଠାକୁର ପାଖକୁ ଯାଇ କାନ୍ଦିବେ ଆଉ କହିବେ, ହେ ଭଗବାନ, ଏବେ ମୁଁ କ'ଣ କରିବି? କ'ଣ ହେଲେ ମୋ ପୁଅ ଆଦର୍ଶ ମୋ ସାଙ୍ଗରେ ଭଲରେ କଥା ହେବ? କୁହ ପ୍ରଭୁ, ମୁଁ କ'ଣ କରିବି? କ'ଣ କଲେ ସେ ତା ମୁହଁ ଦେଖେଇବ ମୋତେ ଆଉ ମୋ ଆଡ଼େ ଟିକେ ଭଲରେ ଚାହିଁବ? ହେ ପ୍ରଭୁ, ମୁଁ ତୁମକୁ କାନି ପତଉଛି, ମୋତେ ମୋ ଆଦର୍ଶ ଦରକାର। ଏମିତି କହି ମାୟା ବହୁତ କାନ୍ଦିବେ। ତାପରେ ପଲ୍ଲବୀ ଆଦର୍ଶକୁ କହିବେ, ଆଦର୍ଶ ପ୍ଲିଜ ବନ୍ଦ କର ଏସବୁ, ମୋ ମାମାଙ୍କର ଏତେ କଷ୍ଟ ଦେଖି ସହିପାରୁନି, ପ୍ଲିଜ ତମେ ଯାଅ ମାମାଙ୍କ ସାଙ୍ଗରେ କଥା ହୁଅ, ପ୍ଲିଜ। ତାପରେ ଆଦର୍ଶ କହିବେ, ମୁଁ ତ ମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିନି, ତାଙ୍କ ସହିତ କଥା ହେଉଛି ନା। ତାପରେ ମାୟା ଉଠିକି ଆସିବେ ଆଉ କହିବେ ଆଦର୍ଶକୁ, ତୋ ମୁହଁ ଲୁଚେଇକି କାହିଁକି? ତୋ ମା ମୁହଁକୁ ଦେଖିକି କାହିଁକି ନୁହେଁ? ଦେଖ ମା ମୁହଁକୁ, ଦେଖ ମୋତେ ଟିକେ। ଆଦର୍ଶ ଦେଖ ବାବା, ତୋ ମୁହଁକୁ ଦେଖିବା ପାଇଁ ମୁଁ କେତେ ଛଟପଟ ହେଉଛି, ଦେଖ ମୋତେ ଛାତିରେ ଭିଡ଼ିକି ଧରିବା ପାଇଁ ମୁଁ କେମିତି ଚାହିଁ ବସିଛି।
ଯେବେଠୁ ତୁ ଏ ଘରକୁ ଆସିଲୁଣି ସେବେଠୁ ମୋ ମୁହଁକୁ ଚାହିଁନୁ କାହିଁକି ଆଦର୍ଶ? କାହିଁକି ମୋତେ ଏତେ ସଜା ଦଉଛୁ? କହ କାହିଁକି? ତାପରେ ପଲ୍ଲବୀ କହିବେ, ଆଦର୍ଶ ପ୍ଲିଜ୍, ମୁଁ ତୁମକୁ ରିକ୍ୱେଷ୍ଟ କରୁଛି। ତାପରେ ଆଦର୍ଶ କହିବେ, ମୋତେ ଅଫିସ ଯିବା ପାଇଁ ଲେଟ୍ ହେଉଛି। ବାପା, ମୁଁ ରେଡି ହେଇକି ଆସୁଛି। ଏମିତି କହି ଆଦର୍ଶ ଚାଲି ଯାଉଥିବେ। ତାପରେ ମାୟା କହିବେ, ଆଦର୍ଶ ମୋ କଥା ଶୁଣ। ଆଦର୍ଶ ପ୍ଲିଜ୍ ମୋ କଥା ଶୁଣ। ଆଦର୍ଶ, ତୁ ମୋ ସାଙ୍ଗରେ କଥା ନହେଲେ ମୁଁ ମରିଯିବି, ପାଗିଲି ହେଇଯିବି। ଆଦର୍ଶ, ମୁଁ ପ୍ଲିଜ୍ କଥା ଶୁଣ। ହେ ଭଗବାନ, ମୁଁ କ'ଣ କଲେ ଏ ପିଲା ମୋ କଥା ଶୁଣିବ? କ'ଣ କଲେ ଏ ମୋ ମୁହଁ ଚାହିଁବ? ଠିକ୍ ଅଛି, ତୁ ମୋତେ ମୁହଁ ଦେଖେଇବୁନି ତ ନ ଦେଖା। ଏବେ ତୋ ପାଇଁ ମୋ ପାଖରେ ଜୀବନ ହାରିଦେବା ଛଡ଼ା ଆଉ କୌଣସି ରାସ୍ତା ନାହିଁ। ମରିଯିବି ମୁଁ ଆଦର୍ଶ, ମରିଯିବି। ତାପରେ ଆଦର୍ଶ କହିବେ, ଏତେ କିଛି କରିବା ଦରକାର ନାହିଁ ମା, ବାସ୍ ଗୋଟେ ଛୋଟିଆ କାମ କର, ତମ ସବୁ ସମସ୍ୟାର ସମାଧାନ ହେଇଯିବ। ତମେ ଚାହୁଁଛ ନା ଯେ ମୁଁ ତମ ସାମ୍ନାକୁ ମୁହଁ ନ ଲୁଚେଇ ଆସେ? ତାପରେ ମାୟା କହିବେ, ହଁ। ପୁଣି ଆଦର୍ଶ କହିବେ, ତ ପଲ୍ଲବୀଙ୍କ ଉପରେ ଯେଉଁ ସଜା ଲଗେଇଛ ସେ ସଜା ଉଠେଇ ଦିଅ। ଯଦି ପଲ୍ଲବୀ ତମ ସାମ୍ନାକୁ ମୁହଁ ନ ଲୁଚେଇ ଆସିପାରିବେ ତାହେଲେ ମୁଁ ବି ତମ ସାମ୍ନାକୁ ମୁହଁ ନ ଲୁଚେଇ ଆସିପାରିବି। ଏମିତି କହି ଆଦର୍ଶ ଚାଲିଯିବେ।